ମିଠାରେ ବିଷ ସମ୍ପତ୍ତି ଲୋଭରେ 5 ବର୍ଷର ଶିଶୁକୁ ହତ୍ୟା ଉଦ୍ୟମ। ଶିଶୁ ଭବନ ଆଇସୁରେ ଜୀବନ ସହ ସଂଗ୍ରାମ କରୁଛି ମାସୁମ ଦିବ୍ୟରଞ୍ଜନ। କଟକ ଜିଲ୍ଲା ସାଲେପୁର ଥାନା ବାହାବଳପୁର ଗ୍ରାମର ଅଜୟ ମଲ୍ଲିକଙ୍କ 5 ବର୍ଷ 6 ମାସର ପୁଅ ଦିବ୍ୟରଞ୍ଜନ ମଲ୍ଲିକ ଏବେ କଟକ ଶିଶୁ ଭବନରେ ଚିକିତ୍ସିତ ହେବା ସହ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ସମ୍ପତ୍ତି ଲୋଭରେ ଦିବ୍ୟରଞ୍ଜନକୁ ବିଷ ଦେଇ ହତ୍ୟା ଉଦ୍ୟମ କରିଥିଲେ ପଡ଼ିଶା ଘରର ଲୋକେ, ଯାହାକୁ ନେଇ ଦିବ୍ୟରଞ୍ଜନଙ୍କର ବାପା ଅଜୟ ମଲ୍ଲିକ ସାଲେପୁର ଥାନାରେ ଅଭିଯୋଗ କରିଛନ୍ତି। ଘଟଣାର ପ୍ରକାଶ ମେ ମାସ 22 ତାରିଖ ଦିନ ଦିବ୍ୟରଞ୍ଜନଙ୍କୁ ପଡ଼ିଶା ଘରର ଲୋକେ ମିଠା ଖୁଆଇଥିଲେ। ଏହାପରେ ଆସି ନୀଳବାନ୍ତି ଓ ଝାଡ଼ା କରିଥିଲା। ସେହି ପରିବାର ଲୋକେ ସାଲେପୁର ମେଡିକାଲରେ ଚିକିତ୍ସିତ କରାଇଥିଲେ। ହେଲେ 23 ତାରିଖ ଦିନ ପୁନର୍ବାର ଦିବ୍ୟରଞ୍ଜନଙ୍କ ସ୍ଥିତି ବିଗିଡ଼ିବାରୁ ଶିଶୁ ଭବନକୁ ସ୍ଥାନାନ୍ତର କରିଥିଲେ। ଏଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବା ସହ ଆଇସୁରେ ଏବେ ଚିକିତ୍ସିତ ହେଉଛନ୍ତି। ଏହାରି ଭିତରେ ଦିବ୍ୟରଞ୍ଜନଙ୍କୁ ବିଷକ୍ରିୟା ଜନିତ ସମସ୍ୟା ନେଇ ଡାକ୍ତର ଜାଣିବା ପରେ ପରିବାର ଲୋକେ ସାଲେପୁର ଥାନାରେ ଉକ୍ତ ସମ୍ପର୍କୀୟ ପଡ଼ୋଶୀଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି। ପୂର୍ବରୁ ଅନେକ ଥର ସମ୍ପତ୍ତି ପାଇଁ ଅଜୟ ମଲ୍ଲିକଙ୍କ ଉପରେ ଆକ୍ରମଣ କରିଥିବା ବେଳେ ଏଥର ବିଷ ଦେଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଘରେ ତାଲା ପଡ଼ିଥିବା ବେଳେ ମା ଓ ସାନ ପୁଅକୁ ଧରି ଜୀବନ ପ୍ରତି ବିପଦ ରହିଥିବା କହି ଭୟଭୀତ ଅବସ୍ଥାରେ ରହୁଛନ୍ତି ପ୍ରକାଶ କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ତେବେ ଏନେଇ ସାଲେପୁର ଥାନାରେ ଅଭିଯୋଗ ହୋଇଛି ସତ, ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ପୋଲିସ ଦ୍ୱାରା, ଯାହାଫଳରେ ଏହି କାଣ୍ଡ ଘଟାଇଥିବା ଲୋକଙ୍କ ମନୋବଳ ବୃଦ୍ଧି ପାଇବାରେ ଲାଗିଛି। କଟକରୁ ଜଗନ୍ନାଥଙ୍କ ରିପୋର୍ଟ, RM ନ୍ୟୁଜ୍ 8। କାନ୍ତିଲତା ମଲ୍ଲିକ ବାବଳପୁର। ଘଟଣା ତ ସେଇ ବାନ୍ତି କଲା, ନେଳିଆ ବାନ୍ତି କଲା। ବାନ୍ତି ଗଲାକୁ ତାକୁ ମେଡ଼ିକାଲ ନେଲୁ, ସେଠୁ ଆଣିଲୁ। ସେଠୁ 4ଟା ବେଳକୁ ବଡ଼ ବାନ୍ତି କଲା, ତାକୁ ସେଠୁ ନେଇଗଲେ ଶିଶୁ ଭବନ। ସେ ଆମର ପୁତୁରା ବୋହୂ ହେବେ, ଆଉ ପୁତୁରା ବି ହେବେ। ତାଙ୍କର ଆମର ଟିକେ ଜମି ବାଡ଼ି କେସ୍ ଝଗଡ଼ା ହେଇଛି। ବର୍ଷେ ହେଲାଣି ଆମର କେସ୍ ଚାଲିଛି। ସେ ସମ୍ପତ୍ତି ନେବେ ବୋଲିକିରି ଏ କାମ କରିଛନ୍ତି। 5 ବର୍ଷର ପୁଅ। ହଁ, 7 ଥର ଘର ପୋଡ଼ି ଦେଇଥିଲେ। ଲାଷ୍ଟକୁ ଗୁହାଳ ଘର ପୋଡ଼ିଦେଲେ। ଗୋଟାଏ ବଡ଼ ବାଛୁରୀ, 5-6 ମାସର ବାଛୁରୀ, ସେ ବି ମରିଗଲା ପୋଡ଼ି ହେଇକିରି। ଗାଡ଼ି ପୋଡ଼ିଦେଲେ, ଏଇ ଗାଡ଼ିଟା ପୋଡ଼ି ଦେଇଥିଲେ। ଏମିତି ଚାଲିଛି। ବର୍ଷେ ହେଲାଣି ଏମିତି ନାଗିଛନ୍ତି। କେସ୍ ବି ହେଉନି। ତାରିଖକୁ ବି ଠିକ୍ ସେ ଯାଉନାହାନ୍ତି। ଆମର ଠିକ୍ ତାରିଖରେ ଯାଉଛୁ, ସିଏ କେସ୍ କରିଛନ୍ତି ଆମ ନାଁରେ, ଆଉ ସିଏ ଠିକ୍ରେ ଯାଉନାହାନ୍ତି, ଗଡ଼େଇ ଗଡ଼େଇକା ଯାଉଛନ୍ତି। ନାତି ସେମିତି ଟିକେ ଭଲ, କେମିତି ଠାକୁରଙ୍କୁ ଡାକୁଛି କେମିତି ଭଲ ହେଇକି ଘରକୁ ଆସୁ। ନାଇଁ ବାପା, ଯାଇଥିଲି ଟିକେ କଖାରୁ ସେ ବା କହୁଛନ୍ତି ଆମେ ଘରେ ପଶିକି ମା ପୁଅକୁ ହାଣିଦେବୁ, ଆଉ କିଛି ତାଙ୍କର କରିବେନି। ହଁ, ଆସିଥିଲେ ତାଙ୍କ ଆମକୁ ବି ପଚାରେ, ତାଙ୍କୁ ବି ପଚାରେ। ସେ ଇଏ କରୁଛନ୍ତି, ନାହିଁ ଆମେ କିଛି ଦେଇନୁ, ଆମେ ଜାଣିନୁ। ଆଉ ସେ ଆମେ ତ ଗୋଟିଏ ଘରେ ମା ପୁଅ ଶୋଉଛୁ ପୋଲ ପକେଇକିରି। ଭୟ ଲାଗୁଛି, ଆଉ କ'ଣ କରିବି। ପୁଅ ତ ଘରେ ରହୁନାହାନ୍ତି, କି ପଳେଇ ଯାଉଛି ସାଙ୍ଗସାଥିରେ କୁଆଡ଼େ ପଳେଇ ଯାଉଛି। ମୁଁ ଏକା ଘରେ କୋଲ ପକେଇକି ଘରେ ରହୁଛି। ଓଡ଼ିଶାର ଧମକ ଦେଉଛନ୍ତି, ସେଇ ଡରରେ ଆମେ ପୁଲିସ ଆମକୁ ସହଯୋଗ କରିବେ, ସୁରକ୍ଷା ଦେବେ। ପୁଅ, ତମେ ଯେଉଁ ସକାଳେ ତମକୁ କିଏ ଡାକିଲା? କିଏ? ଜିତ୍ ମାମା ବାବା ଡାକିଲେ। ସେଇଠୁ କ'ଣ ଖାଇବାକୁ ଦେଲେ? ମିଠା ଦେଲେ? ମିଠା ଥଣ୍ଡା ଦେଲେ? ଇଆଡ଼ୁ କ'ଣ
ତମକୁ କ'ଣ ଖାଇବାକୁ ଦେଲେ?